এইଠି ইন্দ্রর পুয় জয়ন্ত আজ্ঞা কুবের স্ত্রী জয়ন্তী কি বলাৎকার কলা। ধর্মরাজ হচ্ছেন যম দেবতা। আচ্ছা যমଙ୍କ নিকটরে কুবের ফেরাত দেলে আজ্ঞা অভিশাপ দেলে। অভিশাপ যম দেবতা ইন্দ্র পুয় কলে মর্ত্যরে মଣିষ হইকি জন্ম হ মাইচিয়া হবু তো স্ত্রী কি পরপুরুষ বলাৎকার করিবে আউ তো স্ত্রী পাখকু পরপুরুষ গলা বেলে তোতে কেতে যে কষ্ট হব তোতে কেতে যে যন্ত্রণা হব তু সেই সময় জানিবু। এ অভিশাপ কু গ্রহণ করি ভারদার উপরে জন্ম হলা কিয়ে না ইন্দ্র পুয়। কৃষ্ণ কইছন্তি ভারদা কইব কিয়ে জিতিব বলি মহাভারত যুদ্ধরে। তৃতীয় দ্বিতীয় পাণ্ডব ভীম যাইছি ভারদাকু আনিবা পাই। আজ্ঞা সন্ধ্যা হলে তো আসিবেনি শিবির ভিতরকু কেই। মহাভারতর মধ্যস্থଳରେ আজ্ঞা जो खुंटटा पोता जाइथिला আজ্ঞা सेटा को खुंट কোন ঘুంట কি रक्त चंदन काठरे तैयारी खुंट जाहाकू विद्या परीक्षा कला बेले द्रोणाचार्य सर मारिकी ता डाल सब छिंडे देइथिला। से खुंटी रे भारदा बंधा जाइछि। আচ্ছা भीम बांधी देइकी आसीछि। আজ্ঞা सहदेव को पठेला कहला मु मते निद लागुची जोर रे मु ठीक जाई पारुनी না না तू जा भारदा को धरी के आसी। राति पाई पाइबा अवस्था हो আজ্ঞা पाहिबो पाहिबो रजनी परा पाहिटी नाही पूर्व आकाशे तपन तीर्य गति नाही से गति नाही रे से गति नाही से পতে নাই राति पाइबो पाइबो हो। আজ্ঞা सहदेव गला बेलू गोटे बाघ मुहा शृगाल ता स्त्री होची बाघ मुही शृगाली ये दी जन जाक जाउछन। আজ্ঞা शृगाल जेते बेले जाई देखि देला बंधा जाईची भारदा আচ্ছা ताबु खाइबा को हरी मन होला। ये जेते बेले जाउची खाइबो बाघ मुहा शृगाल আজ্ঞা कहला ए जमा जा निलो না না সেইটা দেহেরে হাত মারনা না না সেইটাকু ছুঁই দেলে সরিগলা নরকକୁ ଯିବ। କାହିଁକି কাহিকি ନା ଜୀବନରେ ଇଏ ପ୍ରଭୁ ନାମ କେବେ ଧରିନି। না ନା না ଯାହାକୁ ଖଜୁରିଆ କବି ଗୋପାଳ ପଣ୍ଡା ଧାରିଏ ଲେଖିଲେ କହିଲେ କୃଷ୍ଣ ନାମ ଯାର ନ ଧରେ ତୁଣ୍ଡ ମୋ ବାହାୟା মন বায়া মন जीवन रे कृष्ण नाम टिके तुंडरे न धरिछि না सेटा तुंड नुह सेटा रजक भांड। रजक बोले धोबा আচ্ছা जो गंडी भितर स्त्री लोक मानकर अइला अवर्जना लुगा को काचे से जिए ता पाटी जाउछि से कोला कृष्ण नाम जान धरे रसना मो बाहाया মন বায়া মন रसना नुहे से भारी ओ सोना मो बाहाया मन বায়া মন ये जीवन रे कृष्ण ना धरिनी ये राम नाम धरिनी না ये भगवान ना दिने धरिनी ধরিনি तमे आकु मारी की खाली खाइले तुमर नरक गति हो আজ্ঞা
ନା ତାହେଲେ ୟାର କ'ଣ ମୁକ୍ତି ନାହିଁ ନା ମୁକ୍ତି ଅଛି? ନା ଇଏ କେମିତି ମୁକ୍ତି ପାଇବ? ଏମିତି ଉତ୍ତର ଦେଲେ ମହାଭାରତ ଯୁଦ୍ଧରେ ହଁ କୋଉ ଦିନ କ'ଣ ଘଟିବ ଆଜ୍ଞା ଇଏ ଯଦି ସବୁ କହିଦିଏ ହଁ ୟା ଛାତିଟା ଫାଟିଯିବ, ଇଏ ମୁକ୍ତି ପାଇଯିବ। ହଁ ଶୃଗାଳୀ ପଚାରିଲା, କହିଲା ସ୍ୱାମୀ ସ୍ୱାମୀ ମହାଭାରତ ଯୁଦ୍ଧରେ କୋଉ ଦିନ କ'ଣ ହବ ଇଏ କ'ଣ ଜାଣିଛି? ନା ନା ଜାଣିନି। ନା ତମେ ଜାଣିଛ? ହଁ ନା ମୁଁ ଜାଣିଛି। ନା ଟିକେ କହୁନ, କହୁନାହାନ୍ତି। ମୁଁ ଟିକେ ଶୁଣନ୍ତି। ହଁ ଭାରଦା ବନ୍ଧା ଯାଇଛି କିନ୍ତୁ ତାକୁ ନିଦ ହେଇନେଇ। ଉତ୍ତର ଦଉଛି ବ୍ୟାଘ୍ରମୁଖ ଶୃଗାଳ। ଆଜ୍ଞା କହିଲା ଲୋ ଶୁଣୁ, ଏ ମହାଭାରତ ଯେ ଯୁଦ୍ଧ ହୋଇବ ଭୀଷଣ, ଦେବବ୍ରତ ଭୀଷ୍ମ ସର ସଜ୍ଜା 10 ଦିନ, ଦିନ ଯୁଦ୍ଧେ ଅଭିମନ୍ୟୁଟା ମରିବ, 14 ଦିନ ଯୁଦ୍ଧରେ ଦ୍ରୋଣାଚାର୍ଯ୍ୟ ଜୀବ, 15 ଦିନେ ମରିବ କୃପାଚାର୍ଯ୍ୟ ବୀର, 16 ଦିନେ ମରଣ ସୂର୍ଯ୍ୟର କୁମାର, 7ମ ଦିନ ଓଳିରେ ହେବ କୁରୁ ଭଗନ, 18 ଦିବସେ ଅଶ୍ୱତ୍ଥମା ମରଣ। ଯୋଉଦିନ 18 ଦିନ ହବ ସେଦିନ ଅଶ୍ୱତ୍ଥମା ମରିବ। ପାଲାବାଲା ଆସିଲେ କହିବେ ନାଇଁ ତ, ଯୋଉ 7 ଚିରଞ୍ଜୀବୀ ଭିତରେ ଅଶ୍ୱତ୍ଥମା ଅଛି, ନା ମୁଁ ବି ମନା କରୁନି। ଥିଲେ କ'ଣ ହବ? ମୁଁ ନୃସିଂହ ହୋତା ଠିଆ ହେଇକି ମରୁଛି, ମୋ ଦେହ ଭଲ ନାହିଁ। ଠିକ ସେଇଭଳି ଅଶ୍ୱତ୍ଥମା ମୁଣ୍ଡରେ ଗୋଟେ ଅମୋଘ ମଣିଟିଏ ଅଛି। ଅଶ୍ୱତ୍ଥମା 5 ପାଣ୍ଡବ ଭାବି କାଇଁସିକା 5 ବୋଲେ ବ୍ରହ୍ମଶର ମାରିବ। ପାଣ୍ଡବ ମାନଙ୍କର ମରଣ ନ ହୋଇ ଦ୍ରୌପଦୀର 5ଟା ଯାକ ପୁଅ ମରିଯିବେ। ଆଉ ସେଇଠି ଦ୍ରୌପଦୀ ସତ୍ୟ କରେଇବ ଯୋଉଦିନ ଅଷ୍ଟାଦଶ ବୋଲେ 18 ଦିନ ହବ, ସେଇଦିନ ଅଶ୍ୱତ୍ଥମା ମୁଣ୍ଡରେ ଗୋଟେ ଅମୋଘ ମଣି ଥିବ। ସେ ମଣିକୁ ଦ୍ରୌପଦୀ କଥାରେ ଦ୍ୱିତୀୟ ପାଣ୍ଡବ ବୃକୋଦର ଚିରିକି ଭିଡ଼ି ଆଣିବ। ସେଇଦିନ ଠାରୁ ଅଶ୍ୱତ୍ଥମାକୁ ହବ କ୍ୟାନ୍ସର, ଆଉ ସେ ଘା ଭଲ ହବନି। ନା 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 ତେଣୁ ସବୁଦିନ ବଞ୍ଚି ବଞ୍ଚି ମରିବ କୁମାର। ସେ ବଞ୍ଚିବା ଅପେକ୍ଷା ଯେ ମରଣଟା ସାର। ବେଳେ ବେଳେ ଆମେ କହେନି ପ୍ରଭୁ ମରଣ ହେଇଯାନ୍ତା, ମରିଯାଆନ୍ତି କି ଟିକେ ତରି ଯାଆନ୍ତି। ଯେତେବେଳେ ମଣିଷକୁ ଅଧିକ ଯନ୍ତ୍ରଣା ହୁଏ, ଯେତେବେଳେ ମଣିଷକୁ ମାଲ ଅଧିକ କଷ୍ଟ ହୁଏ, ସେତେବେଳେ ସେ ଭଗବାନଙ୍କୁ ଡାକିବ ପ୍ରଭୁ ମରିଯାଆନ୍ତି। ହେଲେ ଅଶ୍ୱତ୍ଥମାକୁ ଭୀମ ଏମିତି ଅବସ୍ଥା କଲା,
ତା ମୁଣ୍ଡରେ କ୍ୟାନ୍ସର ହେଇଗଲା ଭିଡି ଆଣିଲା ମର୍କତ ଅମୋଘ ମଣିମାଳାକୁ ସେ ଘା ଜମା ଶୁଖିଲାନି ପୂଜ ରକ୍ତ ଧାର ଧାର ବହିକି ଗନ୍ଧେଇଲା ଏ ତ ବର ପାଇଯାଇଛି ଶିବଙ୍କଠୁ ଅଶ୍ୱତ୍ଥମା ସବୁଦିନ ବଞ୍ଚିବ ବୋଲି ମରିପାରୁନି କିନ୍ତୁ ସେ ଗନ୍ଧକୁ ସହିପାରୁନି ତାହେଲେ ସଜନ ବର୍ଗେ ଉତ୍ତର ଦେଲେ ସେଇ ଭାରଦା ଉତ୍ତର ଦେବ ସବୁ ଭାରଦା ସବୁ କହିଦେଲା ବାଘମୁଖ ଶୃଗାଳ ସବୁ ଶୁଣୁଛି ସହଦେବ ଯାଇଛି ଭାରଦାକୁ ଫିଟେଇକି ଆଣିବା ପାଇଁ ସହଦେବ ସବୁ ଶୁଣିଦେଲା ଆଜି ଯୁଦ୍ଧରେ କଣ ହବ କାଲି ଯୁଦ୍ଧରେ କଣ ହବ ପରଦିନ ଯୁଦ୍ଧରେ କଣ ହବ ସବୁ ଶୁଣିଦେଇକି ଜାଣିଦେଲା ସହଦେବ ହେଇଗଲା ଜ୍ଞାନୀ ଲଞ୍ଜା ତାରାଟା ଗଳିଛି କୃଷ୍ଣ ସହଦେବ ବସିଛନ୍ତି କୃଷ୍ଣ ପଚାରିଲେ ସହଦେବକୁ ଏ ସହଦେବ ଆରେ ଲଞ୍ଜା ତାରାଟା ପଡିଛି ଲଞ୍ଜା ତାରା ପଡିଲେ ସୁଖ ନା ଦୁଃଖ ସହଦେବ କହିଲା ଗାୟକ କେଶରୀ ଉଦୟନାଥ ରଥ ଶର୍ମା ଧାଡ଼ିଟିଏ କଲମ କଲେ କଲା ବୋଲେ ସହଦେବ ଯୋଡ଼ି ଇଏ କର ଇଏ ଛଳ ଭାଷ କିମ୍ପା ଚକ୍ର ये धर आउ ये लीला भियान ये करिछ तो प्रभु ये की को मुकी कर हे सब के सब कहिबी मुछा मुकी कर सहदेव उत्तर देले कहले प्रभु तुम्हें कौन जान प्रभु तुम परा नीचे भागवत कहीछ करिक राउथा ये मुही मो बिनु अन्य केही नाही मो बिनु अन्य केही नाही मो बिनु अन्य केही नाही हे प्रभु आपण कौन जानी नाहंती मर्त्य आसे रोहिणी सुंदरी मते आसे रोहिणी सुंदरी वो भीमन्यु बड़े धरी विमनु सने धरी भेल समागत फेरिब स्वर्गरे आपण जानी पारु नांती ए शिविर भीतर को वर्तमान चंद्र स्त्री रोहिणी आसीबो ना काहीकी ना अभिमन्यु मरिबा पे आसीबो ना अभिमन्यु को मारिबा पे तार कोन काम ना अभिमन्यु जेते बेले जन्म हैला आज्ञा प्रभु तमे रोहिणी स्वामी चंद्र देहरु 14टा कला आनी कि अभिमन्यु देहरे पुरे 14टा कला ए अभिमन्यु होची अनादि शक्ति
ଆଉ ଗୋଟେ ଝିଅକୁ ଜନ୍ମ କରିଥିଲ ତା ନା ଆଦି ଶକ୍ତି। ସିଏ ବର ପାଇଥିଲା ଯେମିତି ଜନ୍ମ ହବ ସେମିତି ସାଙ୍ଗେ ସାଙ୍ଗେ ମରିବ, ନହେଲେ ବିଶ୍ୱଟାକୁ ଜାଳିଦବ। ସିଏ କିଏ ନା ଆପଣ ମାନେ ଭଲରେ ଜାଣିଛନ୍ତି। କଲା ଏ ଭୂମି ଭାର ଧରା ହରଣ ପାଇକି ଜନ୍ମ ହେଲା ସେହି କନ୍ୟା। ନାମ ଜଗତେ ବିସ୍ତାରିଲା ବାବୁ ହୋଇଲା ବିଜୁଳି କନ୍ୟା। ଗୋଟେ ଝିଅ ଜନ୍ମ ହେଲା ତା ନା ବିଜୁଳି କନ୍ୟା। ଯେମିତି ଜନ୍ମ ହବ ସେମିତି ଆସିବ, ନହେଲେ ବିଶ୍ୱ ପ୍ରଳୟ ହବ। ଆଉ ଏ ଯୋଉ ଛୁଆଟା ଜନ୍ମ ହେଲା ଅଭିମନ୍ୟୁ, ଚନ୍ଦ୍ରର 14ଟା କଳା ନେଇ ଅନାଦି ଦେହରେ ଭର୍ତ୍ତି କଲେ ନାରାୟଣ। ଗୋଟେ କଳା ତା ଏକ୍ସପାୟାରି ଡେଟ୍ ଗୋଟିଏ ବର୍ଷ। 14ଟା କଳା ଅଭିମନ୍ୟୁ 14 ବର୍ଷରେ ମରିବ। ଯଦି 14 ବର୍ଷରୁ ଗୋଟାଏ ଦିନ ଅଧିକ ହେଇଯାଏ, ରାତି ପାଇଲେ ତା ପରଦିନ ଆଗ ତା ବାପାକୁ ମାରିବ, ତାପରେ ପ୍ରଭୁ ତୋତେ ମାରିବ। ରାଗିଗଲେ ଭଗବାନ କୃଷ୍ଣ କହିଲେ ମାତୁଳ ଯସ୍ୟ ଗୋବିନ୍ଦ ପିତା ଯସ୍ୟ ଧନଞ୍ଜୟ। অভিমন্যু অনেশেতে নিয়তি কেন বাধ্যতে যা মামু ভগবান কৃষ্ণ যা বাপা কিচকবদ্ধরে গঙ্গাধর মেহেরধারী কলম করন্তু। কলা ধৈর্যটি যা বীর্য দেখি ये तो से देले बरो तो से देले बरो प्राण बांधव जदू पति के सबर पति के सबर जा मामू कृष्ण जा बापा अर्जुन जा बापा शिव बेके गांडीव धनु पकई हुलु हुलु करिकी फोपाड़ी थिला। ता पुओ मरिब सहदेव कहले न मरु, मोर कौन जाउछ से न मरु। सीए जदि न मला आसंता काली से आसंता कालीर राति पाइला पूर्वरु आगता बोपा गुमारिब, तापरे प्रभु तत्ते मारिब ना। हाँ ठीक एतिकी बेले शून्य मार्गरु गोटे नारीटे प्रवेश कला तलु। लिखिले गायक केशरी उदयनाथ रथ शर्मा। कौन लिखिले कला एकाल आसे मर्त्य आरते मर्त्य भाई कांदिला गोविंद हेलो आपण बारंबार फोन कर उठेनी माने रात्रि मु निश्चित गोटे मंच उपर पाला गाउथि आ रखी दूसी कोन बारंबार फोन कर तो अस्त व्यस्त गुरुछ जानिलो उठेली नाही माने मु मंच उपर अछि पांडवंकु
ମୁଁ ଆସିଛି ମୋ ସ୍ୱାମୀ କି ଫେରେଇ ଦିଅ। हाँ 14 ବର୍ଷ ହେଲା ଯନ୍ତ୍ରଣା ପାଇଲିଣି, ଆଜ୍ଞା ବିରହ ଯନ୍ତ୍ରଣାରେ ମୁଁ ଜଳିଗଲିଣି। ପ୍ରଭୁ आज्ञा ମୋ ସ୍ୱାମୀ କି ବଞ୍ଚେଇ ଦିଅ, ମୋ ସ୍ୱାମୀ କି ମତେ ଫେରେଇ ଦିଅ। ଫେରେଇ ଦିଅ। ସେ କିଏ ଇଏ ନା ଚନ୍ଦ୍ରଙ୍କର ସ୍ତ୍ରୀ ରୋହିଣୀ। ରୋହିଣୀ। ତମେ କହିଥିଲ ଆଜ୍ଞା 14ଟା କଳା ଚନ୍ଦ୍ରର ନଉଛି 14 ବର୍ଷ ବଞ୍ଚିବ, ତାପରେ ଫେରିଦେବି। हाँ ହେ ପ୍ରଭୁ, ରାତି ପାଇଲେ 14 ବର୍ଷ ପୂରଣ ହବ। आज्ञा ମୋ ସ୍ୱାମୀ କି ଦେଇଦିଅ ପ୍ରଭୁ। ଦେଇ ଦିଅ। କଲା ରକ୍ଷା କର ହେ ପ୍ରଭୁ, ଦୀନ तारण रक्षा कर हे प्रभु दीन तारण ମାଗୁଛି କାନି ଦେଖି ନାରୀର ମାନ। हे नारीर मान मागुछि नारीर मान हे नारीर मान ତୁମ୍ଭେ ଅଟନ୍ତି ପରା ପାଣ୍ଡବ ପ୍ରିୟ। ତୁମେ ଅଟୋ ଦେ ପରା ପାଣ୍ଡବ ପ୍ରିୟ ଧରା ଭାର କାରଣେ ନିୟ। ଜନମ ପ୍ରିୟ ଆଉ କିଛି ମାଗୁନି, ନ ମୋ ସ୍ୱାମୀ କି ମାଗୁଛି, ଦେଇ ଦିଅନ୍ତୁ। ପଡ଼ିଗଲେ ଅଡୁଆରେ କୃଷ୍ଣ, ହଁ ଗୋଟେ ପଟେ ଭଣଜା, ଆଜ୍ଞା ଗୋଟେ ପଟେ ଚନ୍ଦ୍ରସ୍ତ୍ରୀ ରୋହିଣୀ। ପ୍ରଭୁ ବିଚାର କଲା, କହିଲା କ'ଣ କରିବି ନା ଏମିତି ଗୋଟେ ବାଟ ତିଆରି କରିବି, ସାପ ମରିବ ବାଡ଼ି ଭାଙ୍ଗି ବାଡ଼ି ଭାଙ୍ଗିବନି। ନିଜେ ଭଗବାନ ନାରାୟଣ ଉତ୍ତର ଦେଲେ, ରେ ମା ମା ତୁ ଗୋଟେ କାମ କର, କ'ଣ ଛଦ୍ମ ବେଶକୁ ଧାରଣ କର। ଆଜ୍ଞା ଛଦ୍ମ ବେଶକୁ ଧରି ଆହା ପାଣ୍ଡବ ମାଙ୍କର ନାରୀ ମାନଙ୍କ ଭିତରେ ଲୁଚିକି ରହ। ରହ ଆଜ୍ଞା ରାତି ପାଇଲେ ଆଜ୍ଞା ପାଣ୍ଡବ କୌରବଙ୍କର ଯୁଦ୍ଧ ହବ। କାଲି ଦ୍ରୋଣାଚାର୍ଯ୍ୟ ହେବେ ସେନାପତି। ଆଉ କାଲି ଯୁଦ୍ଧରେ ଅଭିମନ୍ୟୁଟାକୁ ମାରିବା ଦାୟିତ୍ୱ ମୋର। ମୋର ଅଭିମନ୍ୟୁ ମରିବ, ତୁ ତୋ ସ୍ୱାମୀ କି ନେଇକି ଯିବୁ। ହଁ ହଁ ତୁ ଯା ରେ ମା। ଯା ପାଣ୍ଡବ ମାନଙ୍କ ନାରୀ ମାନଙ୍କ ଭିତରେ ଆଜ୍ଞା ଛଦ୍ମ ବେଶରେ ଲୁଚିଲା କିଏ ନା ଆପଣଙ୍କ ଚନ୍ଦ୍ରସ୍ତ୍ରୀ ରୋହିଣୀ। ରୋହିଣୀ ରୋହିଣୀ ଯୁଦ୍ଧ ଚାଲିଛି, ଚାଲିଛି। ଏତେ ଏତେ ବଡ ବୀର ମାନେ ଥାଇବି ହଁ ହଁ ଦୁର୍ଯ୍ୟୋଧନର ଜିତାପଟ ହଉନି। କେମିତି ହବ? ଗଲା କାଲି ଅଷ୍ଟ୍ରେଲିଆ ଇଣ୍ଡିଆ ଖେଳ ହଉଥିଲା, ଆଜ୍ଞା କୁଟି ଦେଲେ 264 ରନ୍। ଛାଡ଼ିବେନି ଯେମିତି ରୋହିତ ଶର୍ମାଟା ଆଉଟ ହେଇଗଲା, ନାଚିଲେ ଅଷ୍ଟ୍ରେଲିଆ ବାଲା। ହେଲେ ମୂର୍ଖ ଗୁଡାକ ଜାଣିପାରୁନାହାନ୍ତି କୋହଲିଟା ଅଛି। ତତେଇ ଦେଲା ପାହାରେ ପାହାରେ। ଲାଷ୍ଟକୁ ଅଷ୍ଟ୍ରେଲିଆ ବୋପା ନା ପଚାରିଲେ ଆସିଲାନି, ସବୁ ଛାଡିକି ଗାଲି ଘରକୁ ପଳେଇଲେ। ଇଣ୍ଡିଆ ୱିନ୍। ତୁ ବୁଝିବା ଦରକାର, ମହାଭାରତ ଯୁଦ୍ଧ ହବ ଆସନ୍ତା କାଲି। ପାଣ୍ଡବ କୌରବ ଭିତରେ ଦ୍ରୋଣାଚାର୍ଯ୍ୟଙ୍କ ପାଖରେ କାନ୍ଦୁଛି,
ଏ ଶକୁନି ପାଖରେ କାନ୍ଦୁଛି ଦୁର୍ଯ୍ୟୋଧନ ମାମୁଁ ପାଖରେ ଏଠି ପାଲା ବାଲା ମାନେ ଆସିକି ଲମ୍ବେଇ ଦେବେ ଶକୁନି ତା ନା କାହିଁକି ହେଲା କଣ ପାଇଁ ସିଏ ଶକୁନି ସମଗ୍ର କୁରୁକୁଳ ନିଧନ କେମିତି ଖାଇବାକୁ ଦେଲାନି ଟାଇମ ପାସ୍ ହେଇଯିବ ତାଙ୍କ ପାଲା ଶେଷ ଘରେ ଯାଇକି ଆରାମରେ ଡାଲମା ଭାତ ଖାଇକି ଶୋଇବେ ବିଷ ବାଟରେ ଧକ କାନ୍ଦିଲା କିଏ ନା ଦୁର୍ଯ୍ୟୋଧନ ମାମୁଁ ଆଗରେ କେମିତି କାନ୍ଦିଲା କେମିତି ଗଣକବି ବୈଷ୍ଣବ ପାଣି ଧାରିଏ କହିଲେ କହିଲା ସରିଲି ମାମୁଁ ସରିଲି ହେ ବଂଶ ବୈରୀ ପଣ୍ଡୁ ସୁଦେ ଶକୁନି ହସି ଦେଲା କହିଲା ଭଞ୍ଜା ଆଜ୍ଞା ଆରେ ତୋ ଆଖିରେ ଲୁହ ତୁ କାନ୍ଦୁଛୁ କାହିଁ କାନ୍ଦୁଛୁ ତ ଆରେ ଇଣ୍ଡିଆର ପରା ଗୋଟେ ବ୍ୟାଟ୍ସମ୍ୟାନ ହେଲେ ଅଷ୍ଟ୍ରେଲିଆର 10ଟା ୱିକେଟ ଯାକ ରନ ବାଡେଇ ଦବ ତୋ ପାଖରେ ସେ ଭଳିଆ ବ୍ୟାଟ୍ସମ୍ୟାନ ଅଛି ତୁ ଡରୁଛୁ କାହିଁକି ପଠଉନୁ ଜଗିକି ଦେଲା 7 ନମ୍ବର ରୋହିତ ଶର୍ମା ପଠେଇଲା ହାର୍ଦ୍ଦିକ ପାଣ୍ଡ୍ୟା ସେ କଣ 3 ନମ୍ବରରେ ଯିବା ବ୍ୟାଟ୍ସମ୍ୟାନ କହିଲା ତୁ ଖାଲି ଥା ଆମେ ଜଗିଛୁ ଗୋଧା ଜଗିଛୁ ବାଟ ହେଲା ବେଳେ ବାଡିଆଟେ ବାଡେଇ ଦଉ ଏକାଥରକେ ଅଷ୍ଟ୍ରେଲିଆ ଛାଡିକି ପଳେଇବ ସେଇଆ ହେଲା ଆଉ କଣ ମୁଁ ତ ପାଲା ପେଣ୍ଡାଲକୁ ଆସିବା ପୂର୍ବରୁ ଅନେଇକି ବଇଛି ଆଉ ବଲ ପକେଇଲା ବୋଲର ଟେକି ଦେଲା ବ୍ୟାଟଟା ଯେ ଏକା ବେଳକେ ଛକା ତାର 264 ଇଣ୍ଡିଆର 267 ରନ ଇଣ୍ଡିଆ ଜିତିକି ଫାଷ୍ଟ ଷଡଙ୍ଗୀ ପାଟପୁରର ଗାୟକଙ୍କ ସାହିତ୍ୟ ଚର୍ଚ୍ଚାରେ ମୁଗ୍ଧ ହୋଇ 101 ଟଙ୍କା ଭାରତ ମୁଦ୍ରା ପ୍ରଦାନ କରିଛନ୍ତି ହଉ କଲ୍ୟାଣ କରନ୍ତୁ ସତ୍ୟନାରାୟଣ ମଙ୍ଗଳ ହଉ ବିନାୟକ ବାବୁଙ୍କର ବିନାୟକଙ୍କର ତ ଅନ୍ୟ ନାମ ହେଉଛନ୍ତି ଗଣେଶ ଆପଣ ଗଣେଶ ସମାନ ସେଇ ଗଜାନନ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ କୋଟିଏ ସୂର୍ଯ୍ୟର ତେଜ ବୀର୍ଯ୍ୟ ଓଜ ଆଉ ବଳ ଆପଣଙ୍କୁ ସେଇ ବିନାୟକ ବୋଲି ସୂର୍ଯ୍ୟ ଦେବତା ବା ସେଇ ଗଣେଶ ପ୍ରଦାନ କରନ୍ତୁ ଆପଣଙ୍କର ମଙ୍ଗଳ ହଉ सर्वे बोल आनंदे कबार हरि बोल आज आर गाय को कहीं टंका दबनी
ଗଲା କାଲିଠୁ ଆଜି ଯାକେ ମାଗୁଛରେ ଟଙ୍କା 200ଟା ଦଉନୁ ଜମା ଦେଲାନି ନ ଦଉ ତା ପାଟ ଲୁଗାଟା ମୁଁ ନେଇଯାଇଛି କହିଲି 200 ଟଙ୍କା ଦବୁନି ନ ଦେ ତା 1200 ଟଙ୍କିଆ ପାଟ ଲୁଗାଟା ନେଇଯାଇଛି କହିଲେ ଆଉ ନେହି ଦେंगे 200 ବଦଳରେ ଯଦି ଆଉ 100 ବଢେଇକି 300 ଦବୁ ତାହେଲେ ପାଟ ଲୁଗା ପାଇବୁ ନଇଲେ ନେହି ଦେंगे ଆଉ ସେ ପାଟ ଲୁଗା ଯାହା ପାଖରେ ଅଛି ମୁଁ ବସା ଘରକୁ ଗଲା ବେଳକୁ ଯଦି ମୋ ଲୁଗା ନଥାଏ କାଲି ତା ଅବସ୍ଥା ବି ବାରଣ୍ଡା ଜିକଡା କରିଦେବି ସଜ୍ଜନ ବର୍ଗେ ତାହେଲେ କାନ୍ଦିଲା କିଏ ନା ଦୁର୍ଯ୍ୟୋଧନ ଶକୁନି କହିଲା ଗାଈ କାନ୍ଦୁଛୁ ଆରେ ଆମର ବଡ ବ୍ୟାଟ୍ସମ୍ୟାନ ତ ଗୁରୁଦେବ ଅଛନ୍ତି ଯା ଦ୍ରୋଣାଚାର୍ଯ୍ୟ ପାଖକୁ ଦ୍ରୋଣାଚାର୍ଯ୍ୟ ଚାହିଁଲେ କାଲି ପାଣ୍ଡବ ହବ ପୃଥିବୀ ଚାଲିଲା ଦୁର୍ଯ୍ୟୋଧନ ଗୁରୁଦେବ ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ ପହଞ୍ଚିଲା କାନ୍ଦିଲା ଗୁରୁଙ୍କ ନିକଟରେ କହିଲା ଆପଣ ପରା ମୋର ଗୁରୁ କହିଲା ଘେନ 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 हे गुरु मोर जनाण गुरु मोर जनाण घेर 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 हे अंटाटा तो काम करूनी आ कोन करी नले गुटे गुटे एक्शन रे सोना दास छाती फटे दियंती एटा तो काम करूनी डबल बेल्ट मारी के सिरकु पड़ुची आ कोन करी कला घेन घेन हे गुरु मोर प्रणाम गुरु मोर प्रणाम घेन 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 हे मनरे की मु 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 रखी ध्यान घेन 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 हे घेन मोर प्रणाम मोर प्रणाम घेन 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 हे भारत भूमि रे धरतिया पखी घंट घोड़ाई रखिल आपण घंट घोड़ाई रखिल आपण व्याध मारी देई मृगुणी को देव व्याघ मारी देई मृगुणी को देल आज विदेता गुबई कुढे स्थान घेन 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 हे घेन मोर प्रणाम घेन मोर प्रणाम घेन 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 हे गुरुको पाद तले पड़ीगला लम्ब हे आज्ञा बोला तम बाद हरता करता के ना ना आउ रे पद मने पइला कौन मन बोला कवि हेले सन्थ कवि भीम भोई भीम भोई भजन मालू कहीं गोटे पद सागे सागे मन पड़गला भीम भोई पदे लिखिले कौन लगले बोला गुरु हरता करता दैव विधाता ये गुरु इष्ट दाता शास्त्र रे कही आउ से गुरु पयरे लय देले तुरे से गुरु पयरे लय देले तुरे बायारे ये जम जातो ना ये बाधिब नाई
କାହିଁ ଅନଉଥା ଅନେଇଲେ ହୁତା ଛାଡ଼ିଦବ। ମୁଁ କହିଛି ଭାବନା ମୁଁ ଜାନୁହରା ହୋଇଛି ଦୁର୍ବଳ, ଭାଷା ଗୋଳମାଳ ହେଲେ ହୋଇବି ପ୍ରବଳ। ସେ ଗୋର ପୟରେ ଲୟ ଦେଲେ ତୋରେ, ସେ ଗୋର ପୟରେ ଲୟ ଦେଲେ ତୋରେ, ମୋ ଯାତନା ଭାଇବ ନାହିଁ ଭାଇ ମନରେ। ଦିନ ଯାଉଛେ ବହି, ଦିନ ଯାଉଛେ ବହି ଭାଇ ମନରେ। ଦେଖ ଗୁରୁ ଗଦା ପଦା ଗଦା ଗଦା ପଦା ଗୁରୁ ଗଦା ପଦା ଗଦା ପଦା ପଦ ଗୁରୁ ଛଡା ଗଦି ମୁଁ ଗଦି ନାହିଁ। ଗୁରୁଙ୍କର କୃପା ପାଇଗଲେ ଥରେ, ଗୁରୁଙ୍କର କୃପା ପାଇଗଲେ ଥରେ, ଗୁରୁଙ୍କର କୃପା ପାଇଗଲେ ଥରେ, ଗୁରୁଙ୍କର କୃପା ପାଇଗଲେ ଥରେ। ସାରରେ ଓ ଜାମ୍ବର ଭାଇ ମନରେ। ଦିନ ଯାଉଛେ ବହି, ଦିନ ଯାଉଛେ ବହି ଭାଇ ମନରେ। ମାମୁଁ ଶକୁନି ପ୍ରରୋଚନାରେ ଆପଣ ମାନଙ୍କର ଦୁର୍ଯ୍ୟୋଧନ ଗୁରୁଦେବ ଦ୍ରୋଣାଚାର୍ଯ୍ୟଙ୍କ ପାଦ ତଳରେ ଶରଣ ନେଲା। ଆଉ ଦ୍ରୋଣାଚାର୍ଯ୍ୟ ସହିପାରିଲେନି, ନା କହିଲେ ଯା ଯା, କହିଲା କାଲି ପୃଥିବୀ ହୋଇବ ଏ ପାଣ୍ଡବ ବିହୀନ। ପାଣ୍ଡବ ବିହୀନ। କହିଲା କାଲି ଠାରୁ କୁନ୍ତି ହେବ ଏ ପୁତ୍ର ପୌତ୍ରହୀନ। ପୁତ୍ର ଯା ଯା କାଲି ମାରିଦେବି ସବୁ, କାହାକୁ ରଖିବିନି। ଯା କୋଉ ପଞ୍ଚ ପାଣ୍ଡବ ରହିବେନି, ନା ନା ତାଙ୍କ ପିଲା ଛୁଆ କେହି ରହିବେନି। ନା 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 କରିବାନି। ନା ବୋପାଲ ଏମିତିଆ ଅସ୍ତ୍ର ତମ ପାଖରେ ଅଛି ହଁ ନା? ହଁ, ହଁ ଆମେରିକାକୁ ସମସ୍ତେ କାହିଁକି ପିଲେ ଡରୁଛନ୍ତି? କାହିଁକି? ନା ତା ପାଖରେ ପରମାଣୁ ଶକ୍ତି ମେଞ୍ଚେ କଥା ହେଇଛି। ପ୍ରବଳ ପ୍ରବଳ। ତାପରେ ରୁଷିଆକୁ ଡରୁଛନ୍ତି, ହଁ ତାଠୁ ତାର ଟିକେ କମ ଅଛି। କଣ ଅଛି? ଆମ ଇଣ୍ଡିଆ ବି ଆଉ କମ ହେଇକି ନାହିଁ। ନା ନା ଗୋଟିଏ ଘଣ୍ଟା ଯଦି ଛଡା ହେଇଯାଆନ୍ତା ପାକିସ୍ତାନିଆଙ୍କ ବେଣ୍ଟ ମାରି ଦିଅନ୍ତେ ଆମେ। ଏମିତି ଗୋଟେ ରାତି ଆସିକି ଜଣେ ଭାରତୀୟର ମୁଣ୍ଡ କାଟିକି ନେଇଗଲେ। ମୋଦି ଅର୍ଡର ଦେଇଦେଲା, ଅଧା ରାତି ହେଇଛି ଆଉ ଗଲେ ହେଲିକପ୍ଟର ନେଇକି ଆଉ 350 ଶୋଇଥିଲେ, ଏକାଥରେ ସଫା କରିଦେଇକି ଆଇଲେ। ସେଇଦିନଠୁ ଆଉ ପାକିସ୍ତାନୀ ଆସୁଛନ୍ତି, ଆଉ ଅନୁପ୍ରବେଶ ସେତେ ଅଛି ବନ୍ଦ। ଆଇଲେ ଖାଲି ହଣା ହଉ, ଯେମିତି ସନା ଦାସ ପେଣ୍ଡାଲକୁ ଆଇଲେ ମୁଁ ତାକୁ ହାଣିବା ପାଇଁ ବଇଛି। ତେଣୁ ଦିନ ଯାଇଛି। ଦ୍ରୋଣାଚାର୍ଯ୍ୟ ଇଏ ଟିକେ ମିଠା ଆଜ୍ଞା, ମୁଁ ଆପଣ ମାନଙ୍କ ମନକୁ ଟିକେ ସୁଖ ଦେବା ପାଇଁ, ଆନନ୍ଦ ଦେବା ପାଇଁ ବାଦ ପାଲାରେ ଗାୟକ ମାନେ ପଦେ ପଦେ ଟିକେ ଟିକେ କୁହାକୁହି ନହେଲେ ପାଲାର ଛୁଙ୍କଟା ଟିକେ ଭଲ ଲାଗିବନି। ନହେଲେ ଏ ପଦଟା ନ କହିଥିଲେ କଣ ମୁଁ ପାଲା ଚାଲି ନଥାନ୍ତା। ତେଣୁ ଏ ପଦେ ପଦେ ଟିକେ ହେଲେ ଆପଣ ମାନଙ୍କୁ ଟିକେ ଆଉ ଟିକେ ମଜା ଲାଗିବ, ବଡିଟା ବୋଲେ ଦେହଟା ଟିକେ ଗରମ ଲାଗିବ। ଡାକିଲେ ଗୁରୁଦେବ ଦ୍ରୋଣାଚାର୍ଯ୍ୟ ପାଖରେ। ଦୁର୍ଯ୍ୟୋଧନ କହିଲା ତମ ପାଖରେ ଏମିତି କୋଉ ଅସ୍ତ୍ର ଅଛି? କହିଲା କୋଉ ଅସ୍ତ୍ର ଅଛି? ଆସନ୍ତା କାଲି ଏ ବିଶ୍ୱକୁ ପାଣ୍ଡବ ବିହୀନ କରିବା ପାଇଁ ମୁଁ ତିଆରି କରିବି ଚକ୍ରବ୍ୟୁହ। ଦୁର୍ଯ୍ୟୋଧନ ଟିକେ କାନେଇଲା, ହେଲା କଣ କହିଲ? ନା ଚକ୍ରବ୍ୟୁହ। ଚକ୍ରବ୍ୟୁହ ନା କଣ କହିଲ? ନା ଚକ୍ରବ୍ୟୁହ। ନା ସେ ଚକ୍ରବ୍ୟୁହଟା କେମିତିଆ? କେମିତିଆ? ସେ ଚକ୍ରବ୍ୟୁହଟା କଣ? ଦ୍ରୋଣାଚାର୍ଯ୍ୟ ଉତ୍ତର ଦେଲେ, କଲମ କଲେ ଗାୟକ କେଶରୀ ଉଦୟନାଥ ରଥ ଶର୍ମା। ସେତେବେଳେ
ପାଲା କେବଳ ଆଜ୍ଞା 16 ପାଲା ଭିତରେ ଚାଲିଥାଏ। ଆଜ୍ଞା କାବ୍ୟ ନାଟକ ସେତେ କିଛି ନଥାଏ। ନା ନା ଉପସ୍ଥିତ ମୋର ସର୍ଜନ ମଣ୍ଡଳୀ, ଉପସ୍ଥିତ ମୋର ମଞ୍ଚାସୀନ